ଆଜି ଆମେ ମାଛ ଆଉ ସଜନା ଛୁଇଁ ରୋଷେଇ କରିବା। ପ୍ରଥମେ ଆମେ ମାଛକୁ କାଟି ଭଲ ଭାବେ ମାଛକୁ ଧୋଇ ସାରିଲା ପରେ ସେଥିରେ ଆମେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲେମ୍ବୁ ଆଉ କିଛି ଗୁଣ୍ଡ ମସଲା ଏବଂ ଲୁଣ ମିଶେଇ ଭଲସେ ଲେପ ଦେଇ ତାପରେ ଆମେ ପିଆଜ, ଆଳୁ ଓ ସଜନା ଛୁଇଁକୁ ଲମ୍ବା ଭାବେ କାଟିଦେବା। ଗରମ ମସଲା ପାଇଁ ଅଦା, ରସୁଣ, କଞ୍ଚା ଲଙ୍କାକୁ ଛେଚିଦବା ଏବଂ ସୋରିଷ ମସଲାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦବା। ଏବେ ଆମେ ସବୁ ଜିନିଷ ରେଡି ହେଲା ପରେ ତରକାରୀ ଆରମ୍ଭ କରିବା। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଆମେ କଡ଼େଇରେ ତେଲକୁ ଭଲ ଭାବେ ଗରମ କରି ସେଥିରେ ମାଛକୁ ଭଲ ଭାବେ ଫ୍ରାଏ କରିଦେବା। ତାପରେ କିଛି ପରିମାଣ ତେଲରେ ଆମେ ଜିରା ଆଉ ତେଜପତ୍ର ପକେଇ ପିଆଜ ପକେଇଦେବା। ପିଆଜ ବ୍ରାଉନ୍ ହବା ପାଇଁ କିଛି ସମୟ ଲାଗିବ। ସେହି ସମୟ ମଧ୍ୟରେ ଆମେ ଆଳୁ ଆଉ ଛୁଇଁକୁ ଭାଜିଦେବା। ପିଆଜ ବ୍ରାଉନ୍ ହେଲା ପରେ ସେଥିରେ ଅଦା, ରସୁଣ ଓ କିଛି ଗୁଣ୍ଡ ମସଲା ପକାଇ ଗରମ ମସଲା ଭଲସେ କଷା ହେଇସାରିଲା ପରେ ସେଥିରେ ଆମେ ସୋରିଷ ମସଲା ଆଡ୍ କରିଦେବା। ତାପରେ ଆମେ ସେଥିରେ ଛୁଇଁ ଆଉ ଆଳୁକୁ ଆଡ୍ କରି କିଛି ସମୟ ପାଇଁ କଷିଲା ପରେ ସେଥିରେ ପାଣି ଦେଇ ତାକୁ ଘୋଡ଼ାଇ ଦେବା। ଆଠ ରୁ 10 ମିନିଟ୍ ପରେ ଯେତେବେଳେ ତରକାରୀ ଫୁଟି ଆସିବ ସେତେବେଳେ ଆମେ ମାଛକୁ ତରକାରୀରେ ପକେଇ ଧୀରେ ଧୀରେ ଗୋଳେଇ ଦେବା। ଦଶ ମିନିଟ୍ ପରେ ଆମ ମାଛ ଓ ସଜନା ଛୁଇଁ ତରକାରୀ ଏବେ ରେଡି ହେଇଯାଇଛି।